श्री अरविंद चरण उपनीत होइछे। এই প্রসঙ্গে ଆମେ ପ୍ରଭୁ ଯାହା ଉଲ୍ଲେଖ କରିଛନ୍ତି ତା ଅଧ୍ୟୟନ କରିବା। ଏଠାରେ ଶ୍ରୀ ଅରବିନ୍ଦ ଆଧାର ସମର୍ପଣ ସମ୍ପର୍କରେ କହୁଛନ୍ତି। ପ୍ରଭୁ କହୁଛନ୍ତି ତୁମ ଆନ୍ତର ଓ ବାହ୍ୟ ସତ୍ତାର ନିଶେଷ ସମର୍ପଣ। ତୁମ ଆଧାରର ପ୍ରତି ଅଙ୍ଗରେ ଯେପରି ସହଜ ନମନୀୟତା ଆଣିଦିଏ, ସମର୍ପଣ ଏହି ନମନୀୟତା ଆଣିଦେବ। ଯେତେ ହିଁ ଊର୍ଦ୍ଧ୍ୱରୁ ନିମ୍ନାଭିମୁଖୀ ପ୍ରବାହିତ ଜ୍ଞାନ, ଜ୍ୟୋତି, ଶକ୍ତି, ସୌନ୍ଦର୍ଯ୍ୟ ଓ ସୁଷମା ଆଡ଼କୁ ଆମେ ନିଜକୁ କ୍ରମାଗତ ଉନ୍ମୀଳିତ କରିବା, ସେତେ ହିଁ ତୁମର ଚେତନା ତୁମ ମଧ୍ୟରେ ସର୍ବତ୍ର ଜାଗ୍ରତ ହେବ। ତୁମ ଆନ୍ତର ବାହ୍ୟ ସତ୍ତାର ନିଶ୍ଚୟ ସମର୍ପଣ। ଇଏ କଣ କରିବ ନା ତୁମ ଆଧାରର ପ୍ରତି ଅଙ୍ଗରେ ସହଜ ନମନୀୟତା ଯେପରି ଆଣିବ। ଯେତେ ଊର୍ଦ୍ଧ୍ୱରୁ ନିମ୍ନାଭିମୁଖୀ ହୋଇ ଜ୍ଞାନ ପ୍ରବାହିତ ହେବ, ଜ୍ୟୋତି, ଶକ୍ତି, ସୌନ୍ଦର୍ଯ୍ୟ, ସୁଷମା ପ୍ରବାହିତ ହେବ, ସେ ଆଡ଼କୁ ଆମକୁ କ୍ରମାଗତ ଉନ୍ମୀଳିତ ହେବାକୁ ପଡ଼ିବ। ତାହେଲେ ଆମର ଚେତନା ସର୍ବତ୍ର ଜାଗ୍ରତ ହେବ। ପ୍ରଭୁ ଏଠାରେ 3ଟି ସର୍ତ୍ତର ଅବତାରଣା କରିଛନ୍ତି। ସର୍ତ୍ତ ଗୁଡ଼ିକ ଚେତନା, ସମର୍ପଣ ଓ ନମନୀୟତାକୁ ଉପଲକ୍ଷ କରି, ଆଧାର କରି, ଚେତନା, ସମର୍ପଣ ଓ ନମନୀୟତାକୁ ନେଇ ସର୍ତ୍ତ ଗୁଡ଼ିକ ରହିଛି। ଅନୁଚ୍ଛେଦରେ ଉଲ୍ଲିଖିତ ଏହି 3ଟି କୈନ୍ଦ୍ରିକ ଶବ୍ଦ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଚେତନା ଶବ୍ଦଟି ଏତେ ବ୍ୟାପକ ଯେ ତା ସମ୍ବନ୍ଧରେ ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ କରିବା ସମ୍ଭବ ନୁହେଁ। ଆମେ ତାକୁ ସହଜରେ ବୁଝିପାରୁନା, ବାରମ୍ବାର ସେ ଶବ୍ଦଟିକୁ ଉଚ୍ଚାରଣ କରୁ, କିନ୍ତୁ ତାର ଯୋଉ ଗଭୀର ତାତ୍ପର୍ଯ୍ୟ ରହିଛି ସେ ତାତ୍ପର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ଆମେ ଉପଲବ୍ଧି କରିନାହୁଁ। ଆମର ପାର୍ଥିବ ଜୀବ ଚେତନା ମଧ୍ୟରେ ଅପାର୍ଥିବ ଶିବ ଚେତନାଟି ସଂକୁଚିତ ଅବସ୍ଥାରେ ରହିଛି। ଆମେ ଗୋଟେ ସାଧାରଣ ଜୀବ ଚେତନା ପାଇଛୁ, କିନ୍ତୁ ଅଭ୍ୟନ୍ତରରେ ଆଉ ଗୋଟେ ଚେତନା ଗୁପ୍ତ ଅବସ୍ଥାରେ ଅଛି, ସଂକୁଚିତ ହେଇକି ରହିଛି। ସେ ହଉଛି ଶିବ ଚେତନା। ଅପାର୍ଥିବ ଶିବ ଚେତନାଟି ସଂକୁଚିତ ଅବସ୍ଥାରେ ରହିଛି। ଚେତନାର ନ୍ୟୁନତା ଓ ସଂକୋଚନ ଯୋଗୁଁ ଜୀବ ମଧ୍ୟରେ ସୃଷ୍ଟି ହୋଇଛି ବିମୂଢ଼ତା। ଆମ ଚେତନା ନ୍ୟୁନ ସ୍ତରରେ ରହିଛି, ସଂକୁଚିତ ଅବସ୍ଥାରେ ଅଛି, ତେଣୁ ଆମ ଭିତରେ ବିମୂଢ଼ତା ଆସିଛି, ଚଞ୍ଚଳତା ଆସିଛି, ଆଉ ବିସ୍ମରଣ ମଧ୍ୟ ହଉଛି, ଭୁଲି ଯାଉଛୁ। ପାର୍ଥିବ ଜଡ଼ ଆଧାରର ଏହି ସଂକୋଚନ ଯୋଗୁଁ ଚେତନାର ସେଇ ପରମ ଆନନ୍ଦର ଅନନ୍ତ ରୂପ ଖଣ୍ଡିତ ତଥା ବିକୃତ ହେଇଛି। ଆମ ଚେତନାଟି ସଂକୁଚିତ ଅଛି, ତେଣୁ ଯୋଉ ଦିବ୍ୟ ଆନନ୍ଦ ଆମ ଭିତରକୁ ଆସୁଛି ଅନନ୍ତ ରୂପରେ, ସେସବୁ ବିଖଣ୍ଡିତ ହେଇଯାଉଛି, ବିକୃତ ହେଇଯାଉଛି। ଆମ ସତ୍ତାର ଗଭୀରତାରେ ଥିବା ବିଶାଳ ଅବଚେତନା ଏବଂ ଊର୍ଦ୍ଧ୍ୱଭୂମିସ୍ଥ ମହାଚେତନା ମଧ୍ୟରେ ଏକ ବିରାଟ ବ୍ୟବଧାନ ରହିଛି। ଆମ ସତ୍ତାର ଗଭୀରତାରେ ରହିଛି ଗୋଟେ ବିଶାଳ ଅବଚେତନା ଏବଂ ଊର୍ଦ୍ଧ୍ୱଭୂମିରେ ରହିଛି ମହାଚେତନା। ଆ ମଧ୍ୟରେ ଗୋଟେ ବିରାଟ ବ୍ୟବଧାନ ବା ପାର୍ଥକ୍ୟ ରହିଛି। ତେଣୁ ଆମର ଯେଉଁ ଅନୁଭୂତି ଘଟୁଛି ତା ପୂର୍ଣ୍ଣତା ପ୍ରାପ୍ତ କରିଥିବା ବ୍ୟକ୍ତିର ଚେତନା ଜନିତ ଅନୁଭୂତି ଠାରୁ ଭିନ୍ନ। ଯୋଉ ବ୍ୟକ୍ତି ମାନେ
ପୂର୍ଣ୍ଣତା ପ୍ରାପ୍ତ କରିଛନ୍ତି ବା ଯୋଗ ମାର୍ଗରେ ଆଗେଇ ଯାଇଛନ୍ତି, ସେମାନଙ୍କ ଚେତନାର ଅନୁଭୂତି ଠାରୁ ଆମ ଚେତନାର ଅନୁଭୂତି ଭିନ୍ନ ହେଇଯାଉଛି। ପ୍ରକୃତରେ ଆମ ଚେତନାର 9 ଭାଗ ମଗ୍ନ ଚେତନା, ମାତ୍ର 1 ଭାଗ ଦୃଶ୍ୟମାନ ଅବସ୍ଥାରେ ଅଛି। 10 ଭାଗ ଯଦି ଧରିବା ସାମଗ୍ରିକ ଚେତନାଟିକୁ, 9 ଭାଗ ସବଲିମିନାର ମାନେ ମଗ୍ନ ଚେତନା ହେଇକି ରହିଛି, ଗୋଟିଏ ଭାଗ ଦୃଶ୍ୟମାନ ଅବସ୍ଥାରେ ବାହାରକୁ ଅଛି, ପ୍ରୋଜେକ୍ଟେଡ। ମନୁଷ୍ୟ ବିବର୍ତ୍ତନର ଏକ ମଧ୍ୟବର୍ତ୍ତୀ ଅବସ୍ଥାରେ ରହିଛି। ଆମେ ଜାଣିଛେ ତାର ନିମ୍ନ ଭାଗରେ ରହିଛି ପଶୁ, ଉଦ୍ଭିଦ ଓ ଜଡ଼ ଚେତନାର ଜଗତ। ମଣିଷ ଯୋଉ ସ୍ତରରେ ଅଛି ତାର ଠିକ ତଳକୁ ରହିଛି ପଶୁ ଚେତନା, ତା ତଳକୁ ଅଛି ଉଦ୍ଭିଦ ଚେତନା ଏବଂ ସଭା ତଳେ ଅଛି ଜଡ଼ ଚେତନା। କାହିଁକିନା ବିବର୍ତ୍ତନରେ ଜଡ଼ ଭିତରୁ ଉଦ୍ଭିଦ, ଉଦ୍ଭିଦ ଭିତରୁ ପଶୁ ବା ପ୍ରାଣୀ ଓ ତାପରେ ମଣିଷର ଉଦ୍ଭବ ହେଇଛି। ସେଇଥିପାଇଁ ଆମ ନିମ୍ନ ଭାଗରେ ରହିଛନ୍ତି ଆମକୁ ଲାଗିକିରି ପଶୁମାନେ, ତା ତଳକୁ ଉଦ୍ଭିଦ, ତା ତଳକୁ ଜଡ଼ ଚେତନାର ଜଗତ। ଆମ ଊର୍ଦ୍ଧ୍ୱକୁ କଣ ରହିଛି? ଊର୍ଦ୍ଧ୍ୱକୁ ରହିଛି ଅତି ଚେତନାର ପରା ଜଗତ। ଊର୍ଦ୍ଧ୍ୱକୁ ଅତି ଚେତନାର ଜଗତ ସବୁ ରହିଛି, ଭିନ୍ନ ଭିନ୍ନ ସ୍ତର ସବୁ ଅଛି। ଏଇ ଚେତନା ହିଁ ସୁଖ ଦୁଃଖ ଅନୁଭୂତିର କାରଣ ହିଁ ଥାଏ। ଏ ଚେତନା ଯୋଗୁଁ ଆମର ସୁଖ ଆଉ ଦୁଃଖର ଅନୁଭୂତି ସବୁ ଆସେ। ବିବର୍ତ୍ତନର ସର୍ବନିମ୍ନ ସ୍ତର ଜଡ଼ ଚେତନାର ଭୂମିରେ ବେଦନା ବା ଯନ୍ତ୍ରଣାର ଅନୁଭବ ନଥାଏ, ଦୁଃଖର ଅନୁଭୂତି ନଥାଏ। ବିବର୍ତ୍ତନର ଯେତେବେଳେ ସର୍ବନିମ୍ନ ଚେତନା ଜଡ଼ ଥାଏ, ଜଡ଼ ସ୍ତର, ଜଡ଼ର କିଛି ଅନୁଭବ ନାହିଁ। ଜଡ଼ ଚେତନାର ଭୂମିରେ ବେଦନା କି ଯନ୍ତ୍ରଣା, ବେଦନା ବୋଧ ନଥାଏ, ଦୁଃଖ ନଥାଏ, ଯନ୍ତ୍ରଣାର ଅନୁଭବ ନଥାଏ। ପ୍ରାଣ ଚେତନାରେ ମନର ଆବିର୍ଭାବ ପୂର୍ବରୁ ବେଦନା ବୋଧ ସେତେ ପ୍ରଖର ନଥାଏ। ପ୍ରାଣରେ ମଧ୍ୟ ବେଦନା ବୋଧ ପ୍ରଥମ ଅବସ୍ଥାରେ ନଥିଲା, କାରଣ ମନ ତା ଭିତରେ ପରିସ୍ଫୁଟ ହିଁ ନଥିଲା। ତେଣୁ ବେଦନା ବୋଧ ସେତେ ପ୍ରଖର ନଥିଲା। ମାତ୍ର ମନର ଆବିର୍ଭାବ ପରେ ସେ ମାନସିକ ଚେତନାରେ ସମସ୍ତ ଦୁଃଖ, ଯନ୍ତ୍ରଣା ଓ ବେଦନା ବୋଧର ଅନୁଭୂତି ପ୍ରଚଣ୍ଡ ଓ ପ୍ରଖର ହେଇ ଉଠିଛି। ମନ ଯେତେବେଳେ ଆସିଗଲା ପ୍ରାଣ ଭିତରକୁ, ଦୁଃଖ, ଯନ୍ତ୍ରଣା ଓ ବେଦନା ବୋଧର ଯୋଉ ଅନୁଭୂତି, ସେ ଅତ୍ୟନ୍ତ ପ୍ରଚଣ୍ଡ ହେଲା, ପ୍ରଖର ମଧ୍ୟ ହେଲା। ଚେତନାର ସର୍ବୋଚ୍ଚ ସ୍ତର ହେଉଛି ବିଜ୍ଞାନମୟ ଚେତନା। ଏଇ ଦିବ୍ୟ ଭୂମିର ସ୍ପନ୍ଦନ ଭିନ୍ନ। ଏଠି ଆଦୌ କୌଣସି ବେଦନା ବୋଧ ନଥାଏ। ବିଜ୍ଞାନମୟ ଚେତନାରେ ବେଦନାର ଅନୁଭବ ଆସେ ନାହିଁ, ଯନ୍ତ୍ରଣା ବୋଧ ନଥାଏ, ଦୁଃଖ ନଥାଏ। ସେଠି ଥାଏ ଦିବ୍ୟ ଭୂମିର ସ୍ପନ୍ଦନ। ସେଇ ପରିପୂର୍ଣ୍ଣ ଆନନ୍ଦର ସ୍ଥିତି ମଧ୍ୟକୁ ଯିବା ପାଇଁ ହିଁ ଚେତନାର ରୂପାନ୍ତର ଆବଶ୍ୟକ। ଆମେ ଯୋଉ ନିମ୍ନ ଚେତନାରେ ଅଛୁ, ତାର ରୂପାନ୍ତରର ସମ୍ଭାବନା ଅଛି। ଆଉ ସେଇ ରୂପାନ୍ତର ଲାଭ କଲେ ସେ ପରିପୂର୍ଣ୍ଣ ଆନନ୍ଦମୟ ସ୍ଥିତିକୁ ଯାଇପାରିବ। ଚେତନା, ଏଇ ତ ହେଲା ଚେତନାର କଥା, ସଂକ୍ଷିପ୍ତ ଆଲୋଚନା। ଚେତନା ପାଇଁ ସ୍ୱତନ୍ତ୍ର ଆଲୋଚନା ଆବଶ୍ୟକ। ସଂକ୍ଷେପରେ କୁହାଯାଇଛି, ଚେତନା ପରେ ଅନ୍ୟ ଯୋଉ ଶବ୍ଦ ଉପରେ ଶ୍ରୀ ଅରବିନ୍ଦ ଗୁରୁତ୍ୱାରୋପ କରିଛନ୍ତି, 3ଟି କୈନ୍ଦ୍ରିକ ଶବ୍ଦ ଆମେ ଆଣିଥିଲେ। ଗୋଟେ ଚେତନା, ଦ୍ୱିତୀୟଟି ହେଉଛି ସମର୍ପଣ। ସାମଗ୍ରିକ ସମର୍ପଣର ବିଶଦ ତଥ୍ୟ ଆମେ ପୂର୍ବରୁ ଆଲୋଚନା କରିଛେ, ଉପସ୍ଥାପିତ ହେଇଛି, ତେଣୁ ପୁନରାବୃତ୍ତି ନିଷ୍ପ୍ରୟୋଜନ। ସମର୍ପଣ ଉପରେ ବିଶାଳ ଆଲୋଚନା ସରିଛି। ତେବେ ଦ୍ୱିତୀୟ ସର୍ତ୍ତଟି ହେଉଛି ସମର୍ପଣ। ଆମେ ଜାଣିଛେ ଶ୍ରୀ ଅରବିନ୍ଦଙ୍କର ପୂର୍ଣ୍ଣ ଯୋଗ ସମର୍ପଣ ଉପରେ ପ୍ରତିଷ୍ଠିତ। ସମର୍ପଣ ମାଧ୍ୟମରେ ଗତିଶୀଳ ଏବଂ ସମର୍ପଣରେ ହିଁ ତାର ଅନ୍ତିମ ସ୍ଥିତି, ଏ କଥା ଆମେ ଜାଣିଛେ। ତେଣୁ ସମର୍ପଣ ଉପରେ ପ୍ରଭୁ ବିଶେଷ ଗୁରୁତ୍ୱ ଦେଇଛନ୍ତି। ତୃତୀୟରେ ଯୋଉ କୈନ୍ଦ୍ରିକ ଶବ୍ଦଟି ଆସୁଛି, ପ୍ରଥମତଃ ଚେତନା, ଦ୍ୱିତୀୟରେ ସମର୍ପଣ, ତୃତୀୟରେ ଯୋଉ କୈନ୍ଦ୍ରିକ ଶବ୍ଦଟି ଆସୁଛି ତାହା ହେଉଛି ନମନୀୟତା ବା ପ୍ଲାଷ୍ଟିସିଟି। ନମନୀୟତା,
ସତ୍ତାର ସମସ୍ତ ବିଭାଗରେ ନମନୀୟତା ପ୍ରତିଷ୍ଠା କରିବାକୁ ପ୍ରୟାସ ଆବଶ୍ୟକ। ସତ୍ତାର ସମସ୍ତ ବିଭାଗ ହେଲା ମନ, ପ୍ରାଣ, ଶରୀର। ଚୈତ୍ୟ ସତ୍ତାଙ୍କ କଥା ଭିନ୍ନ। ଏଇ ଯୋଉ ତିନୋଟି ସତ୍ତା ଏମାନେ ନମନୀୟ ହବା ଉଚିତ। ନମନୀୟତା ବା ପ୍ଲାଷ୍ଟିସିଟି ପ୍ରତିଷ୍ଠା କରିବାକୁ ପ୍ରୟାସ କରିବା ଆବଶ୍ୟକ। ରୂପାନ୍ତର ପାଇଁ ଏହା ଅପରିହାର୍ଯ୍ୟ। ପ୍ରକୃତରେ ଯୋଉମାନେ ରୂପାନ୍ତର ପ୍ରୟାସୀ ସେମାନଙ୍କ ପାଇଁ ଅପରିହାର୍ଯ୍ୟ ହଉଛି ସତ୍ତାର ସମସ୍ତ ସ୍ତରରେ ନମନୀୟତା ପ୍ରତିଷ୍ଠା କରିବା। ପ୍ରଭୁ କହୁଛନ୍ତି ମାଙ୍କ ସ୍ପର୍ଶ ନିକଟରେ ତୁମର ସମସ୍ତ ସତ୍ତା ସ୍ପର୍ଶକାତର ନ ହୋଇ ନମନୀୟ ହୋଇ ଉଠିବା ଆବଶ୍ୟକ। ମାଙ୍କ ସ୍ପର୍ଶ ନ ପାଇଲେ ତ ରୂପାନ୍ତର ସମ୍ଭବ ନୁହେଁ। ଏବଂ ମାଙ୍କ ସ୍ପର୍ଶ ଯେତେବେଳେ ଆସିବ ଆମର ସତ୍ତା ଗୁଡିକ ପ୍ରସ୍ତୁତ ହେବା ଦରକାର। ସେ ସ୍ପର୍ଶକାତର ଯେମିତି ନ ହୁଅନ୍ତି ଆଉ ନମନୀୟ ହୋଇ ଉଠିବା ଆବଶ୍ୟକ। ମନ, ପ୍ରାଣ ଓ ଦେହର ଏକ ସାମଗ୍ରିକ ନମନୀୟତା ଯେପରି ପ୍ରକାଶ ପାଏ। ଏହି ପ୍ରସଙ୍ଗରେ ମାତୃରଚନାବଳୀର 14 ଖଣ୍ଡରେ ମା କହୁଛନ୍ତି, ଟୁ ବି ହମ୍ବଲ୍ means for the mind, vital and the body never forget that without the divine they know nothing, are nothing and can do nothing. ମାତୃରଚନାବଳୀ 14 ଖଣ୍ଡ ମା ନିଜେ କହୁଛନ୍ତି ନମନୀୟତା ସମ୍ପର୍କରେ, ଟୁ ବି ହମ୍ବଲ୍ means for the mind, vital and the body never forget that without the divine they know nothing, are nothing and can do nothing. ବିନମ୍ର ହେବାର ଅର୍ଥ ହେଉଛି ମନ, ପ୍ରାଣ ଏବଂ ଶରୀର ଯେପରି ଭୁଲି ନ ଯାଆନ୍ତି ଯେ ପରମଙ୍କ ବିନା ସେମାନେ କିଛି ଜାଣିପାରନ୍ତି ନାହିଁ, କିଛି କରିପାରନ୍ତି ନାହିଁ, ସେମାନେ କିଛି ବି ହୋଇପାରନ୍ତି ନାହିଁ, କିଛି ବି ନୁହନ୍ତି ପରମଙ୍କୁ ନ ଜାଣିବା ପର୍ଯ୍ୟନ୍ତ। Without the divine they are nothing but ignorance, chaos and impotence. The divine alone is truth, life, power, love and felicity. Without the divine they are nothing, nothing but ignorance, chaos and impotence. The divine alone is truth, life, power, love, felicity. ପରମଙ୍କ ବିନା ସେମାନେ ସବୁ ଅଜ୍ଞତା, ବିଶୃଙ୍ଖଳା, ଅର୍ଥଶୂନ୍ୟ, ନିଷ୍ଫଳତା ବ୍ୟତୀତ ଅନ୍ୟ କିଛି ନୁହନ୍ତି। ଆମ ସହିତ ଆମେ ଯଦି ପରମ ଚେତନାଙ୍କ ସମ୍ପର୍କରେ କିଛି ସମ୍ପର୍କିତ ନୁହୁ ତାହେଲେ ଆମେ କଣ ନା ଅଜ୍ଞତା, ବିଶୃଙ୍ଖଳା, ଅର୍ଥଶୂନ୍ୟ, ନିଷ୍ଫଳତା ବ୍ୟତୀତ ଅନ୍ୟ କିଛି ନୁହଁ। ପରମ ହିଁ ଏକମାତ୍ର ସତ୍ୟ, ଶକ୍ତି, ଜୀବନ, ପ୍ରେମ ଓ ପରମାନନ୍ଦର ଉଲ୍ଲାସ। ସେ ହେଉଛନ୍ତି ସତ୍ୟ ଆମ ପାଇଁ, ଶକ୍ତି ସେ ଆମର ଜୀବନ, ପ୍ରେମ ଏବଂ ପରମାନନ୍ଦର ସେ ହେଉଛନ୍ତି ଉତ୍ସାହ, ଉଲ୍ଲାସ। Therefore the mind, the vital and the body must learn and feel once and for all that they are wholly incapable of understanding, judging the divine not only in his essence but also in his action and manifestation. ତେଣୁ ମନ, ପ୍ରାଣ ଓ ଦେହ ସବୁଦିନ ପାଇଁ ଶିକ୍ଷା କରିବା ଏବଂ ଉପଲବ୍ଧି କରିବା ଉଚିତ ଯେ ସେମାନେ ସମ୍ପୂର୍ଣ୍ଣ ଭାବରେ ପରମଙ୍କୁ ବୁଝିବାରେ, ବିଚାର କରିବାରେ ଅସମର୍ଥ ବୋଲି ଆମେ ମନକୁ ମନ କଳନା କରିନେବୁ। ଭଗବାନ ଏମିତି ସେମିତି ହେଇଥିବେ, ତାଙ୍କର ଏତେ କ୍ଷମତା ଅଛି, ଏଗୁଡ଼ା ସବୁ କଳ୍ପନା, ବୃଥା କଳନା ଏଗୁଡିକ। ତେଣୁ ମନ, ପ୍ରାଣ ଓ ଦେହ ଏଇ କଥା ଶିକ୍ଷା କରିବା ଉଚିତ ଏବଂ ଅନୁଭବ କରିବା ଉଚିତ ଯେ ସେମାନେ ସମ୍ପୂର୍ଣ୍ଣ ଭାବରେ ପରମଙ୍କୁ ବୁଝିବାରେ, ବିଚାର କରିବାରେ ଅସମର୍ଥ। କେବଳ ତାଙ୍କର ନିର୍ଯାସକୁ ନୁହେଁ, ତାଙ୍କର କାର୍ଯ୍ୟ ଓ ରୂପାୟନକୁ ମଧ୍ୟ
ତାଙ୍କର କାର୍ଯ୍ୟ ରୂପାୟନକୁ ମଧ୍ୟ କେହି ବୁଝିପାରିବେ ନାହିଁ ସେ କଣ କିଭଳି କରନ୍ତି। ଭଗବାନ କଣ କରନ୍ତି କାହିଁକି କରନ୍ତି ତାକୁ ମଣିଷ ବୁଝିପାରିବ ନାହିଁ। ସେ ହଉଛନ୍ତି ଅଜ୍ଞେୟ ଦୁର୍ଲଭ ପରମ ଚେତନା। ତାଙ୍କର ଶକ୍ତି ସ୍ୱରୂପ କ୍ରିୟାଧାରା ଏବଂ ଅଭିବ୍ୟକ୍ତିକୁ ବୁଝିବା ଭଳି ସାମର୍ଥ୍ୟ ଏ ଦୁର୍ବିନୀତ ମନ ପ୍ରାଣ ତଥା ମୂଢ ଶରୀରର ନାହିଁ। ଯୋଉ ପରମ ହଉଛନ୍ତି ଅଜ୍ଞେୟ ଦୁର୍ଲଭ ପରମ ଚେତନା, ସେ ତାଙ୍କର ଶକ୍ତି କଣ, ସ୍ୱରୂପ କେଉଁଭଳି, ସେ କିଭଳି କ୍ରିୟା କରନ୍ତି, କିଭଳି ଅଭିବ୍ୟକ୍ତ ହୁଅନ୍ତି, କୋଉ ଭାବରେ, ସେଭଳି ବୁଝିବା ସାମର୍ଥ୍ୟ ଆମର ଏଇ ଦୁର୍ବିଦିତ ମନ ପ୍ରାଣ ତଥା ମୂଢ ଶରୀରର ନାହିଁ। ମନ ଯେପର୍ଯ୍ୟନ୍ତ ନମ୍ର ନ ହେଇଛି ସେ ଦିଗରେ ଅଗ୍ରସର ହେଇପାରିବନି, ମନଟି ଦୁର୍ବିନୀତ। This is the only true humility and with it came quiet and peace. ଯେତେବେଳେ ଉପଲବ୍ଧି ଆସିବ ଆମର, এই ଉପଲବ୍ଧି ଆସିବା ପରେ ହିଁ ଯଥାର୍ଥ ନମ୍ରତା ଆସେ। ଆମେ ତ ଉପଲବ୍ଧି କରୁ ପରମଙ୍କୁ ବୁଝିବା ଏତେ ସହଜ ନୁହେଁ, ତାଙ୍କ କ୍ରିୟାଧାରାକୁ ବୁଝିବା, ତାଙ୍କ ଶକ୍ତି ବିଷୟରେ ଜାଣିବା, ସ୍ୱରୂପକୁ ଆବିଷ୍କାର କରିବା ଆମ ପାଇଁ ସହଜ ନୁହେଁ। ଯେତେବେଳେ ଏଇ ଭାବନାଟା ଆସିବ ଆମ ଭିତରକୁ, ଦିସ୍ ଇଜ ଦି ଓନ୍ଲି ଟ୍ରୁ ହ୍ୟୁମିଲିଟି, ଇଏ ହଉଛି ବାସ୍ତବ ନମନୀୟତା ବା ନମ୍ରତା। ଏବଂ ଆ ସହିତ କଣ ଆସେ ଆମ ଭିତରକୁ ଆସେ ନୀରବତା ଏବଂ ଶାନ୍ତି। ଏହି ଉପଲବ୍ଧି ଆସିବା ପରେ ହିଁ ଯଥାର୍ଥ ନମ୍ରତା ଆସେ, ନମନୀୟତା ପ୍ରତିଷ୍ଠା ହୁଏ, ଯାହା ଦ୍ୱାରା ଏମାନେ ଶାନ୍ତ ଓ ନୀରବ ହୁଅନ୍ତି। କୋଳାହଳ କରୁଥିବା ଏଇ ମନ ପ୍ରାଣ ସେତେବେଳେ ଯାଇ ଶାନ୍ତ ଏବଂ ନୀରବ ହେବାକୁ ଶିକ୍ଷା କରିବେ। ଯଥାର୍ଥ ଶାନ୍ତି ପ୍ରତିଷ୍ଠା ହୁଏ ସେତେବେଳେ ବ୍ୟକ୍ତିଗତ ପ୍ରୟାସ ସ୍ୱରୂପ ଆମକୁ ଆମର ଉଗ୍ର ଅନମନୀୟ ସ୍ୱଭାବ ସମ୍ପର୍କରେ ସଚେତନ ହେବାକୁ ପଡିବ। ଆମେ ନିଜେ ସଚେତନ ନୁହଁ, ଅନ୍ୟକୁ ସଚେତନ କରୁ। ଆମ ନିଜ ସ୍ୱଭାବକୁ ଆମେ ବିଶ୍ଳେଷଣ କରୁନା, ଅନ୍ୟମାନଙ୍କ ପ୍ରକୃତିର ସମାଲୋଚନା କରୁ। ତେଣୁ ଏଠି ଆମ ପାଇଁ ସର୍ତ୍ତ ହଉଛି ମାନେ ରୂପାନ୍ତର ପ୍ରୟାସୀ ନିଜକୁ ଆଗ ସେମାନେ ଅଧ୍ୟୟନ କରିବେ, ନିଜ ସମ୍ପର୍କରେ ସଚେତନ ହେବେ। କଣ ଅଛି ଆମ ଭିତରେ, ଆମର ସ୍ୱଭାବଟି ଉଗ୍ର ଅଛି, ଅନମନୀୟ ଅଛି, ଏହି ସମ୍ପର୍କରେ ଆମକୁ ସଚେତନ ହେବାକୁ ପଡିବ। ଏହା ଯେପରି ସେଇ ଦିବ୍ୟ ସ୍ପର୍ଶ ପାଇଁ ଯୋଗ୍ୟ ହେଇ ଉଠିବା ଉଚିତ। ଯେତେବେଳେ ଆମେ ସଚେତନ ହବା ଆମର ଉଗ୍ରତା ଅଛି, ନମନୀୟତାର ଅଭାବ ଅଛି ଏବଂ ସେଗୁଡିକ ଦୂର କରିବା ପାଇଁ ପ୍ରୟାସ କରିବା, ସେତେବେଳେ ମାଙ୍କର ଯୋଉ ଦିବ୍ୟ ସ୍ପର୍ଶ, ସେଥିପାଇଁ ଆମେ କିଛି ଯୋଗ୍ୟ ହେଇ ଉଠିବା। ଆମର ବିନମ୍ରତା ହିଁ ଏଇ ଦିଗରେ ସାହାଯ୍ୟ କରିପାରିବ। In truth, sincere humility is our safeguard. In truth, sincere humility is our safeguard. It is the surest way to the individual realizations. The first quality required in yoga is humility. ବାସ୍ତବରେ କହିବାକୁ ଗଲେ ଯୋଗର ଏକ ସର୍ବପ୍ରଥମ ଗୁଣ ଆବଶ୍ୟକ, ତାହା ହେଉଛି ବିନମ୍ରତା। ନିଷ୍ଠାପର ବିନମ୍ରତା ହେଉଛି ଆମର ରକ୍ଷା କବଚ। ସବୁ ଜାଗାରେ ବିନମ୍ର ଭାବ ହିଁ ରକ୍ଷା କରେ। ଅହଙ୍କାର ବିଲୋପନ ପାଇଁ ଏହା ଏକ ନିଶ୍ଚିତ ଅପରିହାର୍ଯ୍ୟ ଉପାଦାନ। କାରଣ ବିନମ୍ରତା ଆସିଲେ ଅହଙ୍କାର ରହେ ନାହିଁ। ଅହଙ୍କାର ଥିବା ପର୍ଯ୍ୟନ୍ତ ବିନମ୍ରତା ଆସେ ନାହିଁ। ଆମକୁ କଣ କରିବାକୁ ପଡିବ? ପ୍ରଥମେ ବିନମ୍ର ହବା ଅହଂକୁ ଦୂର କରିବା ପାଇଁ, ନା ଅହଂକୁ ଦୂର କଲା ପରେ ବିନମ୍ରତା ଆସିବ? ଏଇଟା ପ୍ରତ୍ୟେକ ବ୍ୟକ୍ତିର ନିଜ ସାଧନାର କଥା। Whatever your personal value or even your individual realization, the first quality required in yoga is humility. ତୁମ ବ୍ୟକ୍ତିତ୍ୱର ମୂଲ୍ୟବୋଧ ଯାହା ହେଉ ନା କାହିଁକି, ଏପରିକି ତୁମର ବ୍ୟକ୍ତିଗତ ଉପଲବ୍ଧି ଯାହା ବି ହେଇଥାଉ ନା କାହିଁକି, ଯୋଗର ଅପରିହାର୍ଯ୍ୟ ଗୁଣ ହଉଛି ବିନମ୍ରତା। ତୁମେ ଯେତେ
ଯୋଗ ମାର୍ଗରେ ଯାଇକି କିଛି ଉପଲବ୍ଧି ପ୍ରାପ୍ତ କର, ସେଥିରେ କିଛି ଯାଏ ଆସେ ନାହିଁ। ତୁମ ବ୍ୟକ୍ତିତ୍ୱର ଉତ୍ଥାନ ହଉ, ସେଥିରେ ବି ମଧ୍ୟ କିଛି ଯାଏ ଆସେ ନାହିଁ। କିନ୍ତୁ ପୂର୍ଣ୍ଣ ଯୋଗର ମୂଳ ଭିତ୍ତି ହଉଛି ବିନମ୍ରତା, ଅହଂ ଶୂନ୍ୟ ବିନମ୍ରତା। ଅହଂ ପ୍ରଧାନ ମନୁଷ୍ୟ ଗୋଟେ ସବଜାନତା ମନୋଭାବ ଅଛି, ସବୁ କିଛି ଜାଣେ ବୋଲି ଅହଙ୍କାର ପ୍ରକାଶ କରେ, ସବଜାନତା ମନୋଭାବ। ତେଣୁ ତାର ରିଜନିଂ ମାଇଣ୍ଡ, ଆମେ କହୁ ତାର ରିଜନିଂ, ମଣିଷର ହଉଛି ରିଜନିଂ ମାଇଣ୍ଡ, ପ୍ରକୃତି ମାନସ ରିଜନିଂ ମାଇଣ୍ଡ ଦ୍ୱାରା ପରିଚାଳିତ ହୁଅନ୍ତି, ତାର୍କିକ ମନ। ମଣିଷର ରିଜନିଂ ମାଇଣ୍ଡ ବା ତାର୍କିକ ମନଟି ଯୁକ୍ତି ଦ୍ୱାରା ତାର ଜ୍ଞାନକୁ ଜାହିର କରିବାକୁ ଚେଷ୍ଟା କରେ। ଆମେ ଯାହା ଜାଣିଛୁ ଠିକ ବୋଲି ଯୁକ୍ତି ଦର୍ଶାଏ। এই କ୍ଷେତ୍ରରେ ଶ୍ରୀ ଅରବିନ୍ଦ ତାଙ୍କ ଭାବନାକାରିକା ଅର୍ଥାତ୍ ଥଟ୍ସ ଆଣ୍ଡ ଆଫୋରିଜିମ୍ ରେ କହୁଛନ୍ତି, when we have passed beyond knowledge, then we shall have knowledge. Reason was the helper, now reason is a bar. When we have passed beyond knowledge, then we shall have knowledge. Reason was the helper, now reason is a bar. ଆମେ ଯେତେବେଳେ ଆମର ସୀମିତ ଜ୍ଞାନକୁ ଅତିକ୍ରମ କରିଯିବା, ସେତେବେଳେ ହିଁ ପ୍ରକୃତ ଜ୍ଞାନକୁ ପ୍ରାପ୍ତ କରିବା। ପ୍ରଭୁଙ୍କ ବାଣୀ, ଆମ ସୀମିତ ଜ୍ଞାନକୁ ଆମେ ଅତିକ୍ରମ କରୁନା, ଯଥେଷ୍ଟ ଜାଣିଛୁ ବୋଲି ଅଟକି ଯାଉ। ଆମେ ଯେତେବେଳେ ଆମର ସୀମିତ ଜ୍ଞାନକୁ ଅତିକ୍ରମ କରିଯିବା, ସେତେବେଳେ ହିଁ ପ୍ରକୃତ ଜ୍ଞାନକୁ ପ୍ରାପ୍ତ ହେବା। ଆମର ଯୁକ୍ତିଶୀଳତା ଯାହା ଦିନେ ବ୍ୟକ୍ତିତ୍ୱ ଗଠନରେ ସହାୟକ ଥିଲା, ବର୍ତ୍ତମାନ ତାହା ପ୍ରତିବନ୍ଧକ ହୋଇ ଉଠିଛି। ଯୁକ୍ତିଶୀଳ ମନଟି ସତ୍ୟକୁ ଦେଖିପାରେ ନା। ଦିନେ ଏହା ଦରକାର ଥିଲା, ବ୍ୟକ୍ତିତ୍ୱ ଗଠନ ପାଇଁ ଏହା ଦିନେ ଦରକାର ଥିଲା, ବର୍ତ୍ତମାନ ପ୍ରତିବନ୍ଧକ ହୋଇ ଉଠିଛି। ସେଦିନର ସେଇ ହେଲ୍ପର ଆଜି ହିଣ୍ଡ୍ରାନ୍ସ। ଏ ଦିଗରେ ପ୍ରଭୁ ପୁନଶ୍ଚ ଦିଗ୍ଦର୍ଶନ ଦଉଛନ୍ତି। when we have passed beyond individualizing, then we shall be real persons. Ego was the helper, ego is the bar. ଆପଣାର ସୀମିତ ବ୍ୟକ୍ତିତ୍ୱକୁ ଜାହିର କରିବାର ପ୍ରବୃତ୍ତିର ଊର୍ଦ୍ଧ୍ୱକୁ ଉଠିଗଲେ ଆମର ପ୍ରକୃତ ବ୍ୟକ୍ତିତ୍ୱଟି ପରିସ୍ଫୁଟ ହେବ। ଆମେ ନିଜର ଯୋଉ କ୍ଷୁଦ୍ର ବ୍ୟକ୍ତିତ୍ୱକୁ ଜାହିର କରିବାରେ ବ୍ୟସ୍ତ, ସେ ଗୋଟେ ପ୍ରବୃତ୍ତି ଆମର ରହିଛି ନିଜକୁ ଜାହିର କରିବା, ସେ ପ୍ରବୃତ୍ତିର ଊର୍ଦ୍ଧ୍ୱକୁ ଯେତେବେଳେ ଉଠିବା, ସେତେବେଳେ ଆମର ପ୍ରକୃତ ବ୍ୟକ୍ତିତ୍ୱଟି ପରିସ୍ଫୁଟ ହେବ। ଆମର ସମସ୍ତ ଅନମନୀୟତା, କଠୋରତା ତଥା ଜିଦଖୋର ସ୍ୱଭାବର ମୂଳ ଉତ୍ସ ହେଉଛି ଅହଂବୋଧ। ଏଇଠି ଥିବାରୁ ଆମ ଭିତରେ ଆମେ ନମନୀୟ ହେଇପାରୁନୁ, କଠୋର ହେଇଛୁ, ଜିଦଖୋର ହେଇଛୁ। ଏହା ବ୍ୟକ୍ତିର ଗୋଷ୍ଠୀଗତ ଓ ବିଶ୍ୱଗତ ସ୍ତରକୁ କବଳିତ କରି ରଖିଛି। ବ୍ୟକ୍ତିକୁ ଗୋଟେ ବ୍ୟକ୍ତି ଭିତରେ ବାନ୍ଧି ଦେଇଛି, ତାକୁ ଗୋଷ୍ଠୀ ଭିତରକୁ ନେଇ ପାରୁନି କି ବିଶ୍ୱଗତ କରିପାରୁନି। ତାର ଗୋଷ୍ଠୀଗତ ଓ ବିଶ୍ୱଗତ ସ୍ତରକୁ ସେ ନିଜେ କବଳିତ କରି ରଖିଛି ଏଇ ସୀମିତ ଅହଂବୋଧ। ବହୁମୁଖୀ ବିକାଶ ଓ ପ୍ରକାଶ ପଥରେ ପ୍ରାଚୀର ମଧ୍ୟ ସୃଷ୍ଟି କରିଛି, ସୀମିତତା ମଧ୍ୟରେ ଆବଦ୍ଧ କରି ରଖିଛି ଆମକୁ ଅହଂବୋଧ। ପୁନଶ୍ଚ ମାଙ୍କ ବାଣୀକୁ ଆମେ ବୁଝିବା, beyond all preferences and limitations, there is a ground of mutual understanding where all can meet and find their harmony. It is the aspiration for a divine consciousness. ସମସ୍ତ ଅଭିରୁଚି ଓ ସୀମିତତାର ଊର୍ଦ୍ଧ୍ୱରେ ରହିଛି ଏକ ପାରସ୍ପରିକ ବୁଝାମଣାର କ୍ଷେତ୍ର, ଯେଉଁଠାରେ ସମସ୍ତେ ସମ୍ମିଳିତ ହେଇପାରନ୍ତି ଏବଂ ସଂଗତି ସାଧନ କରିପାରନ୍ତି। ତାହା ହେଲା ଦିବ୍ୟ ଚେତନା ନିମନ୍ତେ ଅଭିପ୍ସା। ନମନୀୟତାର ଅଭାବ ହିଁ ସଂଗତି ସ୍ଥାପନ କ୍ଷେତ୍ରରେ ବାଧା ସୃଷ୍ଟି କରେ। এই ନମନୀୟତାର ଅଭାବ, ଦୁର୍ବିନୀତ ସ୍ୱଭାବ, ଉଗ୍ର ଭାବ, ଇଏ ସଂଗତି ସ୍ଥାପନ କରେ ନା, ବରଂ ବିରୋଧ କରେ। ବ୍ୟକ୍ତିଠୁ
ବ୍ୟକ୍ତିକୁ ଅଲଗା କରିଦିଏ, ଗୋଷ୍ଠୀ ଜୀବନରୁ ବ୍ୟଷ୍ଟି ଜୀବନକୁ ଟାଣି ଆଣେ। ବ୍ୟଷ୍ଟି ଜୀବନ ମାନେ ବ୍ୟକ୍ତିଗତ ଜୀବନକୁ ଏକୁଟିଆ କରିଦିଏ, ଗୋଷ୍ଠୀ ଜୀବନରୁ ବ୍ୟଷ୍ଟି ଜୀବନକୁ ଟାଣି ଆଣେ, ବିଶ୍ୱ ଚେତନାରୁ ବିଚ୍ଛିନ୍ନ କରି ଏକକ ବ୍ୟକ୍ତି ଚେତନାରେ ବାନ୍ଧି ରଖେ। ଇଏ ହଉଛି ଆମର ଅହଂ ସ୍ୱଭାବ। ବ୍ୟକ୍ତିର ଅନମନୀୟ ଔଦ୍ଧତ୍ୟ ତାର ନିଜର ଇଚ୍ଛାକୁ ପ୍ରାଧାନ୍ୟ ଦେଉଥିବାରୁ ରୂପାନ୍ତର ପାଇଁ ଅଯୋଗ୍ୟ ହୁଏ। ଆମ ଭିତରେ ଯୋଉ ଔଦ୍ଧତ୍ୟ ରହିଛି, ସବୁବେଳେ ନିଜର ଇଚ୍ଛାକୁ ସେ ଜାହିର କରୁଛି, ତେଣୁ ସେ ରୂପାନ୍ତରର ଅଯୋଗ୍ୟ। ସେ ପରମଙ୍କ ଇଚ୍ଛା ପାଖରେ, ଦିବ୍ୟ ଜନନୀଙ୍କ ସ୍ପର୍ଶ ନିକଟରେ ନିଜକୁ ସମର୍ପିତ କରିପାରେ ନାହିଁ। ତା ତଳଙ୍ଗବୋଧ ଅଛି ନା, ମୁଣ୍ଡ ରହିବନି। ତେଣୁ ପରମଙ୍କ ଇଚ୍ଛା ପାଖରେ, ଦିବ୍ୟ ଜନନୀଙ୍କ ସ୍ପର୍ଶ ପାଖରେ ସେ ନିଜକୁ ସମର୍ପିତ କରିପାରେ ନା। ସେଥିପାଇଁ ମା ଆମକୁ ସତର୍କ କରି କହୁଛନ୍ତି, ଆମ ଇଚ୍ଛା ନୁହଁ, no human will can finally prevail against the divine will. Let us put ourselves deliberately and exclusively on the side of the divine, and the victory is ultimately certain. No human will can finally prevail against the divine will. Let us put ourselves deliberately and exclusively on the side of the divine, and the victory is ultimately certain. ମନୁଷ୍ୟର କୌଣସି ଇଚ୍ଛା ଦିବ୍ୟ ପରମଙ୍କ ଇଚ୍ଛା ନିକଟରେ କଦାପି ଦଣ୍ଡାମାନ ହୋଇପାରିବ ନାହିଁ, ମାନେ ତିଷ୍ଠି ପାରିବ ନାହିଁ। ମଣିଷର ଇଚ୍ଛା ସେଠି ତିଷ୍ଠି ପାରିବନି। ତେଣୁ କଣ କରିବା ଦରକାର? ଆସ ଆମେ ସ୍ୱଚ୍ଛାରେ ଓ ଅନନ୍ୟ ଭାବେ ଭଗବାନଙ୍କ ପକ୍ଷ ଗ୍ରହଣ କରିବା। ନକରି ଉପାୟ ନାହିଁ। ତାହେଲେ ସର୍ବୋତ୍ତମ ବିଜୟଟି ସୁନିଶ୍ଚିତ ହେଇଯିବ। Ultimately the victory is certain. ମା କହୁଛନ୍ତି, let thy will be done. ତୁମ ଇଚ୍ଛା ପୂର୍ଣ୍ଣ ହେଉ। ଅତଏବ ରୂପାନ୍ତର ପ୍ରୟାସୀ ପ୍ରତ୍ୟେକ ବ୍ୟକ୍ତି ପାଇଁ ସର୍ତ୍ତ ଗୁଡ଼ିକ ହେଲା, ସତାର ସମସ୍ତ ଅଂଶରେ ଦିବ୍ୟ ଚେତନା ପାଇଁ ଅଭିପ୍ସା। ପ୍ରଥମ କାମ ହଉଛି ଆମ ପ୍ରତ୍ୟେକ ସତ୍ତାରେ ଚେତନାଟି ଦିବ୍ୟ ହେଇ ଉଠୁ, ଏଥିପାଇଁ ଅଭିପ୍ସା ପୋଷଣ କରିବା। ଯଥାର୍ଥ ସମର୍ପଣର ସଂକଳ୍ପ, ନିଜକୁ ପ୍ରତି ମୁହୂର୍ତ୍ତରେ ଦିବ୍ୟ ଜନନୀଙ୍କ ଚରଣରେ ଦେଇ ଚାଲିଥିବା, ଏବଂ ସ୍ପର୍ଦ୍ଧା ବିହୀନ ଶୁଦ୍ଧ ବିନମ୍ରତା ପୋଷଣ। ସ୍ପର୍ଦ୍ଧା ବିହୀନ, ଆସ୍ପର୍ଦ୍ଧା ଯୋଉ ବଢି ଯାଉଛି ଆମର, ତାକୁ ଛାଡିବା, ଶୁଦ୍ଧ ଭାବରେ ବିନମ୍ରତା ପୋଷଣ କରିବା। ଏହା ଦ୍ୱାରା ଊର୍ଦ୍ଧ୍ୱରୁ ନିମ୍ନାଭିମୁଖୀ ପ୍ରବାହିତ ଜ୍ଞାନ, ଜ୍ୟୋତି, ଶକ୍ତି, ସୌନ୍ଦର୍ଯ୍ୟ ଓ ସୁଷମ ଆଡକୁ ଆମେ କ୍ରମଶଃ ଉନ୍ମିଳିତ ହେଇପାରିବା। ଯେତେବେଳେ ଆମର ଉଗ୍ରତା ଚାଲିଯିବ, ନମନୀୟ ହେଇଯିବ ଶରୀର, ମନ, ପ୍ରାଣ ସେଗୁଡିକ ଓପନ ହେଇଯିବେ, ତାଙ୍କ ରୁଦ୍ଧଦ୍ୱାର ଖୋଲିଯିବ, ଏବଂ ଆମେ ଊର୍ଦ୍ଧ୍ୱରୁ ଯାହା ତଳକୁ ଖସି ଆସୁଛି ଅନବରତ ମାତୃ କରୁଣା, ସେଥିରେ ସମ୍ମିଳିତ ହେଇଛି ଜ୍ଞାନ, ଜ୍ୟୋତି, ଶକ୍ତି, ସୌନ୍ଦର୍ଯ୍ୟ, ସୁଷମା। ପାର୍ଥିବ ଜୀବନରୁ ଐଶ୍ୱରିକ ଜୀବନ ପର୍ଯ୍ୟନ୍ତ ଯୋଉ ସମ୍ପଦ ଦରକାର ସବୁ, ସେଗୁଡିକ ଆଡକୁ ଆମେ କ୍ରମଶଃ ଉନ୍ମିଳିତ ହେଇପାରିବା। ଉନ୍ମିଳନର ବୃଦ୍ଧି ସହିତ ଚେତନାର ପରିବର୍ତ୍ତନ ଓ ରୂପାୟନ ବୃଦ୍ଧି ପାଇବ। ଯେତେ ଆମେ ଖୋଲି ଯାଉଥିବା, ଆମ ଚେତନା ସେତେ ପରିବର୍ଦ୍ଧିତ ହେଉଥିବ ଏବଂ ରୂପାନ୍ତରିତ ହେବାକୁ ଆରମ୍ଭ କରିବ। ଏହାପରେ ପ୍ରଭୁ ଉଲ୍ଲେଖ କରୁଛନ୍ତି, ଅତି ଜଟିଳ ବାକ୍ୟ ଶବ୍ଦ ଗୁଡିକ ଅଛି, ଆମେ ତାକୁ ବୁଝିବାକୁ ଚେଷ୍ଟା କରିବା। ପ୍ରଭୁ ଉଲ୍ଲେଖ କରୁଛନ୍ତି, ଏପରିକି ଶରୀର ପର୍ଯ୍ୟନ୍ତ ଜାଗ୍ରତ ହେବ ଏବଂ ଶରୀରର ଚେତନା ଆଉ ଅନ୍ତର୍ଗୂଢ ହୋଇ ରହିବ ନାହିଁ। ଅତି ମାନସର ଲୋକତ୍ତର ଚୈତନ୍ୟମୟୀ ଶକ୍ତି ସଙ୍ଗେ ତାହା ଯୁକ୍ତ ହେବ। ଅନୁଭୂତ ହେବ ଯେ ଏହି ଶକ୍ତିର ପ୍ରବାହ ଊର୍ଦ୍ଧ୍ୱରୁ ଅଧରୁ ଏବଂ ଚତୁଃପାର୍ଶ୍ୱରୁ ତାକୁ ଓତପ୍ରୋତ ଭାବରେ ପରିପ୍ଲୁତ କରୁଛି। ଏକ ପରମ ପ୍ରେମ ଓ ଆନନ୍ଦରେ ସେ ପୁଲକିତ ହେଉଛି। ଇଏ ହେଉଛି ପ୍ରଭୁଙ୍କ ବାଣୀ। ଆମେ ତା ଦେହରୁ ଗୋଟେ ଗୋଟେ ଶବ୍ଦ ନେଇକି
ଆଲୋଚନା କରିବା। ଯୋଉ ପ୍ରଥମ ଉକ୍ତିଟି କହିଲେ ଏପରିକି ଶରୀର ପର୍ଯ୍ୟନ୍ତ ଜାଗ୍ରତ ହେବ, ଏ ଉକ୍ତିଟିର ତାତ୍ପର୍ଯ୍ୟ ହଉଛି ଆମର ଏଇ ଦୈହିକ ସତ୍ତାଟି ସବୁଠୁ ଅନମନୀୟ, ଅମାନିଆ, ଅବୁଝା, ଅବଲୋକରା ଏବଂ ଅସଚେତନ। ଦୈହିକ ସତ୍ତା, ବାହ୍ୟ ସତ୍ତାଟି ସବୁଠୁ ଅନମନୀୟ, ଅମାନିଆ, ଅବୁଝା, ଅବଲୋକରା ଏବଂ ଅସଚେତନ। ସେଥିପାଇଁ ଶ୍ରୀ ଅରବିନ୍ଦ ଏହା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି, ଦୈହିକ ସତ୍ତା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ତାକୁ ଜଡତାର ଜାଲରୁ ମୁକ୍ତ କଲା ପରେ ତାର ସ୍ଥୂଳ ଚେତନାଟି ଜାଗ୍ରତ ହବ। ଜଡତା ଭାଙ୍ଗିଲେ ତାର ଯୋଉ ସ୍ଥୂଳ ଚେତନା ଏବଂ ଊର୍ଦ୍ଧ୍ୱତର ଚେତନାକୁ ଗ୍ରହଣ କରି ତା ସହିତ ଏକୀଭୂତ ହେଇପାରିବ। ସେ ସ୍ଥୂଳ ଶ୍ରୀ ଅରବିନ୍ଦ ଶରୀରର ଏକ ଅନ୍ତର୍ଗୂଢ ଚେତନା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଅନ୍ତର୍ଗୂଢ ଚେତନା, ବାହ୍ୟ ସ୍ଥୂଳ ଶରୀରର ଆବରଣ ତଳେ ଆଉ ଗୋଟେ ଚେତନା ରହିଛି। ଆମର ଯୋଉ ବାହ୍ୟ ସ୍ଥୂଳ ଶରୀର ଆମେ ଦେଖୁଛୁ, ସେଇ ଆବରଣ ତଳେ, ସ୍ଥୂଳତାର ଆବରଣ ତଳେ ଆହୁରି ଗୋଟିଏ ଚେତନା ରହିଛି, ତାହା ହିଁ ଅନ୍ତର୍ଗୂଢ ଚେତନା। ତାହା ଯେତେବେଳେ ଆତ୍ମପ୍ରକାଶ କରିବ, ଅତି ମାନସର ଲୋକୋତ୍ତର ଚୈତନ୍ୟମୟୀ ଶକ୍ତି ସହିତ ଯୁକ୍ତ ହେଇପାରିବ। ବାହାରେ ଯୋଉ ଶରୀରଟି ଦେଖାଯାଉଛି, ତା ଅଭ୍ୟନ୍ତରରେ ଆଉ ଗୋଟେ ସୂକ୍ଷ୍ମ ଶରୀର ଅଛି, ଯାହାକୁ ଶ୍ରୀ ଅରବିନ୍ଦ ଅନ୍ତର୍ଗୂଢ ଶରୀର ବୋଲି, ଚେତନା ବୋଲି କହୁଛନ୍ତି। ଦିବ୍ୟ ଜୀବନ ଗ୍ରନ୍ଥରେ ଶ୍ରୀ ଅରବିନ୍ଦ ଉଲ୍ଲେଖ କରିଛନ୍ତି, ପ୍ରତ୍ୟେକ ବ୍ୟକ୍ତିର ଏକକ ପ୍ରତୀତ ସତ୍ତା ଗୁଡିକ ପ୍ରକୃତରେ ଦୁଇବିଧ। ପ୍ରତ୍ୟେକ ବ୍ୟକ୍ତି ଆମେ ଜଣିକିଆ ଦେଖାଯାଉଛୁ, ଏକ ବୋଲି ଦେଖାଯାଉଛୁ, କିନ୍ତୁ ଆମର ସତ୍ତା ଗୁଡିକ ଯୋଉ ମନ, ପ୍ରାଣ, ଶରୀର ସବୁ ଦ୍ୱିବିଧ। ଏ ତ ଦିବ୍ୟ ଜୀବନ ଦ୍ୱିବିଧ। ଏହାର ଅର୍ଥ ପ୍ରତ୍ୟେକ ବ୍ୟକ୍ତିର ଦୁଇଟି ସତ୍ତା, ଦୁଇଟି ସତ୍ତା ଏବଂ ଦୁଇଟି ମାନସିକ ସତ୍ତା ରହିଛି। ଗୋଟେ ଦିଟା ପ୍ରାଣ ଆଉ ଦିଟା ମନ ଅଛି। ଏପରିକି ଆମ ଅନ୍ତରାତ୍ମା ମଧ୍ୟ ଦ୍ୱିବିଧ। ସେ କୁହନ୍ତି, ଗୋଟେ ଅରିଜିନାଲ, ଅନ୍ୟଟି ପରଭର୍ଟେଡ। ଅର୍ଥାତ ପ୍ରକୃତ ଅନ୍ତରାତ୍ମା ଗୋଟିଏ ଏବଂ ତାଙ୍କର ବିପରୀତ ବିକୃତ ଛାୟାମୂର୍ତ୍ତି ଆଉ ଗୋଟିଏ ଅଛି। ଆମ ଭିତରେ ଦୁଇଟା ଅଛନ୍ତି, ଅରିଜିନାଲ ଆଉ ଗୋଟେ ହଉଛି ପରଭର୍ଟେଡ, ଗୋଟେ ପ୍ରକୃତ ଆଉ ଗୋଟେ ବିକୃତ। ପ୍ରଭୁ କହୁଛନ୍ତି, ये perverted reflection of this psychic being or Atman, ଯୋଉଟା କହୁଛନ୍ତି ବିପରୀତ ଛାୟାମୂର୍ତ୍ତି, ବିକୃତ, ସେ କିଏ? perverted reflection of the psychic being or Atman, ଆମ ଆତ୍ମା ବା ଚୈତନ୍ୟ ସତ୍ତାଙ୍କର ସେ ହଉଛନ୍ତି ଗୋଟିଏ ପ୍ରତିଫଳିତ, ବିପରୀତ ପ୍ରତିଫଳନ, perverted। ଇଏ ସମସ୍ତ ସ୍ରଷ୍ଟାଙ୍କର ଦୁଇବିଧ ନିୟମ ପ୍ରଚଳିତ ଥିବାରୁ ଆମେ ଏଭଳି ଡୁଆଲ ଇଣ୍ଡିଭିଜୁଆଲିଟି ବା ଦ୍ୱୈତ ବ୍ୟକ୍ତିତ୍ୱ ପ୍ରାପ୍ତ କରିଛୁ। କାହିଁକି ଆମର ସବୁ ଦିଟା ଲେଖା ହେଇଛି, ଶରୀର ଦିଟା, ପ୍ରାଣ ଦିଟା, ମନ ଦିଟା। ଏମିତିକି ଚୈତ ସତ୍ତାଙ୍କର ମଧ୍ୟ ଆଉ ଗୋଟେ ବିକୃତ ରୂପ ରହୁଛି, ଦ୍ୱିବିଧ ରୂପ। ତାର କାରଣ ହଉଛି ସମଗ୍ର ସୃଷ୍ଟିରେ ସ୍ରଷ୍ଟା ଯୋଉ ନିୟମ ଚଲେଇଛନ୍ତି, ସେଟା ହଉଛି ଦିଟା, ଦୁଇବିଧ ନିୟମ। ତେଣୁ ଆମର ଡୁଆଲ, ଆମେ ପାଇଛୁ ଡୁଆଲ ଇଣ୍ଡିଭିଜୁଆଲିଟି ବା ଦ୍ୱୈତ ବ୍ୟକ୍ତିତ୍ୱ। ସେଇ ଡୁଆଲ ପ୍ରିନ୍ସିପଲ ରୁ ଗୋଟେ ହଉଛି ବେସିକ ପ୍ରିନ୍ସିପଲ, ଅନ୍ୟଟି ହଉଛି କସ୍ମିକ ପ୍ରିନ୍ସିପଲ। ଏ ସୃଷ୍ଟିରେ ପରମଙ୍କର ଯୋଉ ଦୁଇଟି ନୀତି ଚାଲିଛି, ନୀତି ପ୍ରୟୋଗ କରିଛନ୍ତି, ଡୁଆଲ ଦ୍ୱୈତ ପ୍ରିନ୍ସିପଲ, ତା ଦେହରୁ ଗୋଟେ ହଉଛି ବେସିକ ପ୍ରିନ୍ସିପଲ, ଆଉ ଗୋଟେ ହଉଛି କସ୍ମିକ ପ୍ରିନ୍ସିପଲ। ଗୋଟେ ମୌଳିକ ବିଧାନ, ଅନ୍ୟଟି ବିଶ୍ୱଗତ ବିଧାନ। ଏ ଦୃଷ୍ଟିରୁ ଆମେ ଦୃଶ୍ୟମାନ ସ୍ଥୂଳ ଭୌତିକ ଶରୀରର ଅନ୍ତରାଳରେ ଏକ ସୂକ୍ଷ୍ମ ଭୌତିକ ଅସ୍ତିତ୍ୱ ରହିଛି। ଏଇ ଯୋଉ ଦିଟା ବିଧାନ ଚାଲିଛି, ସେ ଦିଟା ବିଧାନରୁ ଆମେ ମଧ୍ୟ ଦି ପ୍ରକାରିଆ ସତ୍ତା ଧାରଣ କରିଛୁ। ଏହି ଦୃଷ୍ଟିରୁ ଆମ ଦୃଶ୍ୟମାନ ସ୍ଥୂଳ ଭୌତିକ ଶରୀରର ଅନ୍ତରାଳରେ ଏକ ସୂକ୍ଷ୍ମ ଭୌତିକ ଅସ୍ତିତ୍ୱ ରହିଛି, ଯାହା କେବଳ ଆମ ଅନ୍ନମୟ କୋଷକୁ ନୁହେଁ,
ପ୍ରାଣମୟ ଓ ମନମୟ କୋଷକୁ ଉପାଦାନ ଯୋଗେଇଥାଏ। ଏହା ଆମ ସ୍ଥୂଳ ଶରୀର ସତ୍ତା ମଧ୍ୟ ରକ୍ଷା କବଚ ଭଳି କାର୍ଯ୍ୟ କରିଥାଏ। ଆମର ଯୋଉ ସୂକ୍ଷ୍ମ ଶରୀର ସତ୍ତାଟି ରହିଲା ଅଭ୍ୟନ୍ତରରେ, ତାର ଭୂମିକା ଭାରି ଗୁରୁତ୍ୱପୂର୍ଣ୍ଣ। ସେ ଆମର ସ୍ଥୂଳ ଶରୀରକୁ ରକ୍ଷା କରେ, ସୁରକ୍ଷା ଯୋଗାଏ। ଆଉ ତା ସହିତ ମନ ଏବଂ ଆମର ଆତ୍ମାକୁ ମଧ୍ୟ ଅନ୍ନମୟ କୋଷକୁ, ପ୍ରାଣମୟ କୋଷକୁ, ମନମୟ କୋଷକୁ ରକ୍ଷା କରିଥାଏ। ଅନ୍ନମୟ କୋଷ ଗଲା ବାହାର ସ୍ଥୂଳ ଶରୀର କଥା କୁହାଯାଉଛି, ତା ଅଭ୍ୟନ୍ତରରେ ଯୋଉ ଅନ୍ତର୍ଗୁଢ ଶରୀର ଗୋଟେ ରହିଛି, ସେ ସ୍ଥୂଳ ଶରୀରକୁ, ମନକୁ, ପ୍ରାଣକୁ ମାନେ ରକ୍ଷା କରେ, ଉପାଦାନ ଯୋଗେଇଥାଏ, ବଳିଷ୍ଠ କରେ। ଏବଂ ସ୍ଥୂଳ ଶରୀରର ସେ ହଉଛି ରକ୍ଷା କବଚ। ଅଭ୍ୟନ୍ତରରେ ଯୋଉ ଶରୀରଟି ଅଛି, ସ୍ଥୂଳ ଶରୀରର ସେ ହଉଛି ରକ୍ଷା କବଚ। ଆଉ କିଭଳି ରକ୍ଷା କବଚ, ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ତାକୁ ଆଲୋଚନା କରିବା। ବର୍ତ୍ତମାନ ସମୟ ଅତିବାହିତ ହେଇଛି। ମାଙ୍କ ଚରଣରେ ପ୍ରସଙ୍ଗଟିକୁ ସମର୍ପଣ ପୂର୍ବକ ସମସ୍ତଙ୍କୁ ଧନ୍ୟବାଦ। ବନ୍ଦେ ମାତରମ୍।